ଇତିହାସରେ ଏମିତି କିଛି ଘଟଣା ଅଛି ଯାହା ଶୁଣିଲେ ଗୋଟେ କାହାଣୀ ପରି ଲାଗେ, କିନ୍ତୁ ତାର ପ୍ରଭାବ ଆଜି ବି ଆମ ସମସ୍ତଙ୍କ ସହ ଅଛି। ଆଜି ଆମେ ସେମିତି ଏକ ଯୁଦ୍ଧ ବିଷୟରେ କଥା ହେବା। ଏମିତି ଏକ ଯୁଦ୍ଧ ଯେଉଁଥିରେ ବିଜେତା ଜିତିବା ପରେ ନିଜକୁ ସବୁଠୁ ବେଶି ପରାଜିତ ମନେ କରିଥିଲେ। ଏହା କେବଳ ଖଣ୍ଡା ତରବାରୀର ଲଢ଼େଇ ନଥିଲା, ଏହା ଥିଲା ମାନବିକତାର ଏକ ବଡ଼ ପରୀକ୍ଷା। ଆମ ପାଖରେ ଥିବା ଉତ୍ସଗୁଡ଼ିକୁ ନେଇ ଆଜି ଆମେ ଖ୍ରୀଷ୍ଟପୂର୍ବ 261ର ସେହି ସମୟକୁ ଫେରିଯିବା, ଯେତେବେଳେ ଓଡ଼ିଶାର ଏହି ମାଟି, କଳିଙ୍ଗର ମାଟି, ଇତିହାସର ଗତିପଥକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ଆଜ୍ଞା, ଆପଣ ଯେଉଁ କଥାଟା କହିଲେ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି କାହାଣୀର ଗଭୀରତାକୁ ଯିବା ପୂର୍ବରୁ ସେତେବେଳର ପରିସ୍ଥିତିକୁ ଟିକେ ବୁଝିବା ଦରକାର। ଆମ ପାଖରେ ଥିବା ଉତ୍ସଗୁଡ଼ିକ ଅନୁଯାୟୀ କଳିଙ୍ଗ ସେତେବେଳେ ଏକ ସ୍ୱାଧୀନ, ସମୃଦ୍ଧ ଏବଂ ଅତ୍ୟନ୍ତ ସ୍ୱାଭିମାନୀ ରାଜ୍ୟ ଥିଲା। ଏହା କୌଣସି ସାମ୍ରାଜ୍ୟର ଅଧୀନରେ ନଥିଲା। ତାର ନିଜର ସେନା, ନିଜର ସଂସ୍କୃତି, ନିଜର ପରିଚୟ ସବୁ ଥିଲା। ତେଣୁ ଏହି ଆଲୋଚନାର ମୂଳ ଉଦ୍ଦେଶ୍ୟ ହେଉଛି ବୁଝିବା ଯେ ଗୋଟିଏ ଯୁଦ୍ଧ କେବଳ ଜଣେ ସମ୍ରାଟକୁ କିପରି ବଦଳାଇଲା ତା ନୁହେଁ, ବରଂ ଏହା ସମଗ୍ର ବିଶ୍ୱକୁ ଶାସନ ଏବଂ ମାନବିକତା ବିଷୟରେ ଏକ ନୂଆ ଦୃଷ୍ଟିକୋଣ ଦେଲା। ଠିକ୍ କହିଲେ। ତେବେ ଚାଲନ୍ତୁ ଏହାର ମୂଳ କାରଣରୁ ଆରମ୍ଭ କରିବା। ଦୁଇଟି ଶକ୍ତି ମୁହାଁମୁହିଁ ହୋଇଥିଲେ। ଗୋଟିଏ ପଟେ କଳିଙ୍ଗ, ଯାହାର ସୀମା ବିଷୟରେ ଆମ ଉତ୍ସ କହୁଛି ସମୁଦ୍ରଠାରୁ ପାହାଡ଼ ପର୍ଯ୍ୟନ୍ତ ବିସ୍ତୃତ ଥିଲା, ଆଉ ଅନ୍ୟପଟେ ଥିଲେ ମୌର୍ଯ୍ୟ ସମ୍ରାଟ ଅଶୋକ। କିନ୍ତୁ ପ୍ରଶ୍ନ ହେଉଛି, ଅଶୋକଙ୍କର ତ ଏତେ ବଡ଼ ସାମ୍ରାଜ୍ୟ ଥିଲା, ତେବେ କଳିଙ୍ଗ ଉପରେ ଆକ୍ରମଣ କରିବାଟା ଏତେ ଜରୁରୀ କାହିଁକି ଥିଲା? କେବଳ ସାମ୍ରାଜ୍ୟ ବିସ୍ତାର କରିବାର ଇଚ୍ଛା ଥିଲା, ନା ଆଉ କିଛି ଗଭୀର କାରଣ ଥିଲା? ଏଇଟା ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ଏହା କେବଳ ସାମ୍ରାଜ୍ୟବାଦୀ ଆକାଂକ୍ଷା ନଥିଲା। ଏହା ପଛରେ ବହୁତ ଦୃଢ଼ ରାଜନୈତିକ ଏବଂ ଅର୍ଥନୈତିକ କାରଣ ଥିଲା। କଳିଙ୍ଗ ସେତେବେଳେ ଦକ୍ଷିଣ ପୂର୍ବ ଏସିଆ ସହିତ ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ଏହାର ବନ୍ଦରଗୁଡ଼ିକ ମୌର୍ଯ୍ୟ ସାମ୍ରାଜ୍ୟର ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଉ ଗୋଟେ କଥା, ଅଶୋକଙ୍କ ପୂର୍ବରୁ ତାଙ୍କ ଜେଜେବାପା ଚନ୍ଦ୍ରଗୁପ୍ତ ମଧ୍ୟ କଳିଙ୍ଗକୁ ଅଧିକାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ। ତେଣୁ କଳିଙ୍ଗକୁ ଜିତିବା ଅଶୋକଙ୍କ ପାଇଁ କେବଳ ଏକ ଆବଶ୍ୟକତା ନଥିଲା, ଏହା ଏକ ସମ୍ମାନର ପ୍ରଶ୍ନ ମଧ୍ୟ ଥିଲା। କରାଯାଇଛି ଅଭିମାନ ଓ ପରିଚୟ, ତାହା କଳିଙ୍ଗବାସୀଙ୍କ ଦୃଷ୍ଟିକୋଣକୁ ଦର୍ଶାଉଛି। ସେମାନଙ୍କ ପାଇଁ ଏହା ନିଜର ସ୍ୱାଧୀନତା ଏବଂ ଆତ୍ମସମ୍ମାନର ଲଢ଼େଇ ଥିଲା। ବାଃ, ଗୋଟିଏ ପଟେ ସାମ୍ରାଜ୍ୟର ଲାଭ, ଅନ୍ୟପଟେ ଏକ ଜାତିର ପରିଚୟର ପ୍ରଶ୍ନ। ଏହି ଦୁଇଟିର ସଂଘର୍ଷ ତ ଅବଶ୍ୟମ୍ଭାବୀ ଥିଲା। ଏକଦମ। ଏହାକୁ ଆମେ ଦୁଇଟି ବିପରୀତ ଚିନ୍ତାଧାରାର ଟକ୍କର ବୋଲି କହିପାରିବା। ଅଶୋକ ଚାହୁଁଥିଲେ ଏକ ଅଖଣ୍ଡ, କେନ୍ଦ୍ରୀଭୂତ ସାମ୍ରାଜ୍ୟ, କିନ୍ତୁ କଳିଙ୍ଗ ନିଜର ସ୍ୱତନ୍ତ୍ର ପରିଚୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବାକୁ ଚାହୁଁଥିଲା। ସେଥିପାଇଁ ଏହା କେବଳ ରାଜାଙ୍କ ଲଢ଼େଇ ନଥିଲା, ଏହା ଥିଲା କଳିଙ୍ଗର ସାଧାରଣ ନାଗରିକଙ୍କ ଲଢ଼େଇ, ଯେଉଁମାନେ ନିଜ ମାଟି ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ। ଆଉ ଯେତେବେଳେ ସେହି ଯୁଦ୍ଧ ହେଲା, ତାର ପରିଣାମ